India's first green hydrogen fueling station has been established in which city? କେଉଁ ସହରରେ ଭାରତର ପ୍ରଥମ ସବୁଜ ହାଇଡ୍ରୋଜେନ୍ ଇନ୍ଧନ ଷ୍ଟେସନ ପ୍ରତିଷ୍ଠା ହୋଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଲେ ଠାରେ ଭାରତର ପ୍ରଥମ ସବୁଜ ହାଇଡ୍ରୋଜେନ୍ ଇନ୍ଧନ ଷ୍ଟେସନ ପ୍ରତିଷ୍ଠା ହୋଇଛି। ପରବର୍ତ୍ତୀ ପ୍ରଶ୍ନ, When is Aviation Safety Awareness Week 2024 observed in India? ଭାରତରେ ବିମାନ ସୁରକ୍ଷା ସଚେତନତା ସପ୍ତାହ 2024 କେବେ ପାଳନ କରାଯାଇଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ନଭେମ୍ବର 25ରୁ ନଭେମ୍ବର 29 ମଧ୍ୟରେ ଭାରତରେ ବିମାନ ସୁରକ୍ଷା ସଚେତନତା ସପ୍ତାହ ପାଳନ କରାଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ, What is the rank of India in Network Readiness Index 2024? ନେଟୱାର୍କ ପ୍ରସ୍ତୁତି ସୂଚକାଙ୍କ 2024ରେ ଭାରତର ମାନ୍ୟତା କେତେ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି 49। ପରବର୍ତ୍ତୀ ପ୍ରଶ୍ନ, E-ଦାଖିଲ ପୋର୍ଟାଲ which was seen in the news is associated with which sector? ସମ୍ବାଦରେ ଦେଖାଯାଇଥିବା E-ଦାଖିଲ ପୋର୍ଟାଲ କେଉଁ କ୍ଷେତ୍ର ସହିତ ଜଡ଼ିତ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି କନଜ୍ୟୁମର କମ୍ପ୍ଲେଣ୍ଟସ୍। ପରବର୍ତ୍ତୀ ପ୍ରଶ୍ନ, ଜରୱା ଜନଜାତି ମୁଖ୍ୟତଃ ଭାରତର କେଉଁ ରାଜ୍ୟରେ ଦେଖାଯାଆନ୍ତି ବା କେଉଁ ଭାଗରେ ଦେଖାଯାଆନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଆଣ୍ଡାମାନ ଏବଂ ନିକୋବର ଆଇଲ୍ୟାଣ୍ଡସରେ ଜରୱା ଜନଜାତି ଦେଖାଯାଆନ୍ତି। ପରବର୍ତ୍ତୀ ପ୍ରଶ୍ନ, Who has been elected as the 11th President of Asian Development Bank? ଏସିଆ ବିକାଶ ବ୍ୟାଙ୍କର ଏକାଦଶ ସଭାପତି ଭାବରେ କିଏ ନିର୍ବାଚିତ ହୋଇଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ମାସାଟୋ କାଣ୍ଡା। ପରବର୍ତ୍ତୀ ପ୍ରଶ୍ନ, Where was the All India Conference of Director Generals, Inspector Generals of Police 2024 held? All India Conference of Director General, Inspector General of Police 2024 କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଭୁବନେଶ୍ୱର। ପରବର୍ତ୍ତୀ ପ୍ରଶ୍ନ, ନାଗଡ଼ା ଫେଷ୍ଟିଭାଲ which was seen in the news is celebrated by which tribes? ସମ୍ବାଦରେ ଦେଖାଯାଇଥିବା ନାଗଡ଼ା ମହୋତ୍ସବ କେଉଁ ଜନଜାତିଙ୍କ ଦ୍ୱାରା ପାଳନ କରାଯାଏ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ରେଙ୍ଗାମ୍ମା। ପରବର୍ତ୍ତୀ ପ୍ରଶ୍ନ, ଗ୍ରିନାର ୱାଇଲ୍ଡଲାଇଫ୍ ସେଞ୍ଚୁରୀ ଇଜ୍ ଲୋକେଟେଡ୍ ଇନ୍ ହୁଇଚ୍ ଷ୍ଟେଟ୍? ଗ୍ରିନାର ବନ୍ୟପ୍ରାଣୀ ଅଭୟାରଣ୍ୟ କେଉଁ ରାଜ୍ୟରେ ଅବସ୍ଥିତ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଗୁଜରାଟଠାରେ ଗ୍ରିନାର ବନ୍ୟପ୍ରାଣୀ ଅଭୟାରଣ୍ୟ ଅବସ୍ଥିତ। ପରବର୍ତ୍ତୀ ପ୍ରଶ୍ନ, ନଗିଜ୍ ଉକଞ୍ଜ ଆଇୱାଲା has become the Director General of which international organization? ନଗଜି ଉକଞ୍ଜ ଆଇୱାଲା କେଉଁ ଆନ୍ତର୍ଜାତୀୟ ସଂଗଠନର ମହାନିର୍ଦ୍ଦେଶକ ହୋଇପାରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ୱାର୍ଲଡ ଟ୍ରେଡ୍ ଅର୍ଗାନାଇଜେସନ୍। ପରବର୍ତ୍ତୀ ପ୍ରଶ୍ନ, ଗ୍ଲୋରଚୋଲା handicraft have got the geographical indication GI tag. It belongs to which state? ଗରଚଲା ହସ୍ତତନ୍ତରେ ଭୌଗୋଳିକ ସୂଚକାଙ୍କ GI ଟ୍ୟାଗ୍ ଅଛି, ଏହା କେଉଁ ରାଜ୍ୟର ଅଟେ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଗୁଜରାଟ। ପରବର୍ତ୍ତୀ ପ୍ରଶ୍ନ, ମିଶନ ଅରୁଣ ହିମବୀର has been launched in which state? କେଉଁ ରାଜ୍ୟରେ ମିଶନ ଅରୁଣ ହିମବୀର ଲଞ୍ଚ କରାଯାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଅରୁଣାଚଳ ପ୍ରଦେଶ ରାଜ୍ୟରେ ମିଶନ ଅରୁଣ ହିମବୀର ଲଞ୍ଚ କରାଯାଇଛି। ପରବର୍ତ୍ତୀ ପ୍ରଶ୍ନ, When is World AIDS Day celebrated? ବିଶ୍ୱ ଏଡ୍ସ ଦିବସ କେବେ ପାଳନ କରାଯାଏ?
ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ 1 ଡିସେମ୍ବର ବିଶ୍ୱ ଏଡ୍ସ ଦିବସ ଭାବରେ ପାଳନ କରାଯାଏ। ପରବର୍ତ୍ତୀ ପ୍ରଶ୍ନ, ହୁ ହାଜ୍ ରିସିଭ୍ ଦ ଗୋଲ୍ଡେନ୍ ପିକକ୍ ଆୱାର୍ଡ ଫର୍ ବେଷ୍ଟ ଫିଲ୍ମ ଏଟ୍ IFFI ଆୱାର୍ଡସ୍ 2024? IFFI ପୁରସ୍କାର 2024ରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପିକକ୍ ଆୱାର୍ଡ ବା ସୁବର୍ଣ୍ଣ ମୟୂର ପୁରସ୍କାର କିଏ ପାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ହୁ ଡୁ ଆଇ ବିଲଙ୍ଗସ୍ ଟୁ। ପରବର୍ତ୍ତୀ ପ୍ରଶ୍ନ, ହୁ ହାଜ୍ ଓନ୍ ଦ ଓମେନ୍ ସିଙ୍ଗଲ୍ସ ଟାଇଟଲ୍ ଏଟ୍ ଦ ସୟଦ ମୋଦି ଇଣ୍ଟରନ୍ୟାସନାଲ୍ ଟୁର୍ଣ୍ଣାମେଣ୍ଟ? ସୟଦ ମୋଦି ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ କିଏ ମହିଳା ଏକକ ଟାଇଟଲ୍ ଜିତିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, PV ସିନ୍ଧୁ। ପରବର୍ତ୍ତୀ ପ୍ରଶ୍ନ, ହ୍ୱେନ୍ ଇଜ୍ ଦ 62 ଷ୍ଟେଟ୍ହୁଡ୍ ଡେ ଅଫ୍ ନାଗାଲାଣ୍ଡ ସେଲିବ୍ରେଟେଡ୍? କେବେ 62ତମ ନାଗାଲାଣ୍ଡ ରାଜ୍ୟ ଦିବସ ପାଳନ କରିଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ଡିସେମ୍ବର 1 ତାରିଖରେ ନାଗାଲାଣ୍ଡ ରାଜ୍ୟ ଦିବସ ଭାବରେ ପାଳନ କରାଯାଏ। ପରବର୍ତ୍ତୀ ପ୍ରଶ୍ନ, ହ୍ୱେର୍ ଇଜ୍ ଦ ମହାୱଡ଼ି ଫେଷ୍ଟିଭାଲ୍ ଅର୍ଗାନାଇଜ୍ଡ? ମହାୱଡ଼ି ପର୍ବ କେଉଁଠାରେ ଆୟୋଜିତ ହେଉଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ସାଞ୍ଚିଠାରେ ମହାୱଡ଼ି ପର୍ବ ଆୟୋଜିତ ହୋଇଛି। ପରବର୍ତ୍ତୀ ପ୍ରଶ୍ନ, ଇଣ୍ଡିଆ ହାଜ୍ ବିନ୍ ଇଲେକ୍ଟେଡ୍ ଟୁ ଦ ୟୁନାଇଟେଡ୍ ନେସନ୍ସ ପିସ୍ ବିଲ୍ଡିଂ କମିଶନ୍ ଫର୍ ହ୍ୱିଚ୍ ଇୟର୍ସ ଟର୍ମ? କେଉଁ ବର୍ଷର କାର୍ଯ୍ୟକାଳ ପାଇଁ ଭାରତ ମିଳିତ ଜାତିସଂଘର ଶାନ୍ତିରକ୍ଷା ଆୟୋଗକୁ ମନୋନୀତ ହୋଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, 2025ରୁ 2026। ପରବର୍ତ୍ତୀ ପ୍ରଶ୍ନ, ହୁ ହାଜ୍ ଟେକେନ୍ ଓଭର୍ ଆଜ୍ ଦ ପ୍ରେସିଡେଣ୍ଟ ଅଫ୍ ଦ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ କାଉନସିଲ୍ ICC? ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ICCର ସଭାପତି ଭାବେ କିଏ ଦାୟିତ୍ୱ ଗ୍ରହଣ କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ଜୟ ଶାହା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ICCର ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ହୁ ହାଜ୍ ବିନ୍ ଆପଏଣ୍ଟେଡ୍ ବାୟ ଡୋନାଲ୍ଡ ଟ୍ରମ୍ପ ଆଜ୍ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ଡାଇରେକ୍ଟର? ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ଡାଇରେକ୍ଟର ଭାବେ କିଏ ନିଯୁକ୍ତ ହୋଇଛନ୍ତି? ଏହାର ଉତ୍ତରଟି ହେଉଛି ଅପସନ୍ ଏ, କାଶ ପଟେଲ। ପରବର୍ତ୍ତୀ ପ୍ରଶ୍ନ, ମହାକୁମ୍ଭ ମେଲା ହାଜ୍ ବିକମ୍ ଦ 76 ଡିଷ୍ଟ୍ରିକ୍ଟ ଅଫ୍ ହ୍ୱିଚ୍ ଷ୍ଟେଟ୍? ମହାକୁମ୍ଭ ମେଲା କେଉଁ ରାଜ୍ୟର 76ତମ ଜିଲ୍ଲା ହୋଇପାରିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ଉତ୍ତରପ୍ରଦେଶ। ମହାକୁମ୍ଭ ମେଲା ଉତ୍ତରପ୍ରଦେଶ ରାଜ୍ୟର 76ତମ ଜିଲ୍ଲା ହୋଇପାରିଛି। ପରବର୍ତ୍ତୀ ପ୍ରଶ୍ନ, ହୁ ହାଜ୍ ଓନ୍ ଦ ବେଷ୍ଟ ସିରିଜ୍ ଆୱାର୍ଡ ଏଟ୍ ଦ ଫିଲ୍ମଫେୟାର OTT ଆୱାର୍ଡସ୍ 2024? ଫିଲ୍ମଫେୟାର OTT ପୁରସ୍କାର 2024ରେ କିଏ ଶ୍ରେଷ୍ଠ ସିରିଜ୍ ପୁରସ୍କାର ପାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, ଦ ରେଲୱେ ମ୍ୟାନ୍। ପରବର୍ତ୍ତୀ ପ୍ରଶ୍ନ, ହୁ ହାଜ୍ ବିକମ୍ ଦ ସେକେଣ୍ଡ ଚେସ୍ ପ୍ଲେୟାର ଫ୍ରମ୍ ଇଣ୍ଡିଆ ଟୁ ଜଏନ୍ ଦ ଏଲିଟ୍ 2800 ଆଲୋ କ୍ଲବ୍? ଏଲିଟ୍ 2800 ଆଲୋ କ୍ଲବ୍ରେ ଯୋଗ ଦେଇଥିବା ଭାରତର ଦ୍ୱିତୀୟ ଚେସ୍ ଖେଳାଳି କିଏ ହୋଇପାରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ଅର୍ଜୁନା ଇରିଗେସି। ପରବର୍ତ୍ତୀ ପ୍ରଶ୍ନ, ଜଷ୍ଟିସ୍ ମୁରୁଡୁ ନିରୁପା ବିଦୁସିନି ଫର୍ନାଣ୍ଡୋ ହାଜ୍ ବିକମ୍ ଦ ସେକେଣ୍ଡ ଓମେନ୍ ଚିଫ୍ ଜଷ୍ଟିସ୍ ଅଫ୍ ହ୍ୱିଚ୍ କଣ୍ଟ୍ରି? ଜଷ୍ଟିସ୍ ମୁରୁଡୁ ନିରୁପା ବିଦୁସିନି ଫର୍ନାଣ୍ଡୋ କେଉଁ ଦେଶର ଦ୍ୱିତୀୟ ମହିଳା ପ୍ରଧାନ ବିଚାରପତି ହୋଇପାରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, ଶ୍ରୀଲଙ୍କା। ପରବର୍ତ୍ତୀ ପ୍ରଶ୍ନ, ହ୍ୱିଚ୍ କଣ୍ଟ୍ରି ଇଜ୍ ହୋଷ୍ଟିଂ ଦ COP16
ସେସନ୍ ଅଫ୍ ଦ UNCCD କେଉଁ ଦେଶ UNCCDର COP16 ଅଧିବେଶନ ଆୟୋଜନ କରୁଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ସାଉଦି ଆରବିଆ। ପରବର୍ତ୍ତୀ ପ୍ରଶ୍ନ, ହ୍ୱେର୍ ଇଜ୍ ଦ ଫାର୍ଷ୍ଟ ସିନଭ୍ୟାକ୍ସ ଏକ୍ସରସାଇଜ୍ ବିଟୱିନ୍ ଇଣ୍ଡିଆ ଆଣ୍ଡ କମ୍ବୋଡିଆ ବିଂ ହେଲ୍ଡ? ଭାରତ ଏବଂ କମ୍ବୋଡିଆ ମଧ୍ୟରେ ପ୍ରଥମ ସିନଭ୍ୟାକ୍ସ ବ୍ୟାୟାମ କେଉଁଠାରେ ଅନୁଷ୍ଠିତ ହେଉଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ପୁନେଠାରେ ଭାରତ ଏବଂ କମ୍ବୋଡିଆ ମଧ୍ୟରେ ପ୍ରଥମ ସିନଭ୍ୟାକ୍ସ ବ୍ୟାୟାମ ଅନୁଷ୍ଠିତ ହେଉଛି। ପରବର୍ତ୍ତୀ ପ୍ରଶ୍ନ, ହ୍ୱେର୍ ଇଜ୍ ଦ ସରସ୍ ଫୁଡ୍ ଫେଷ୍ଟିଭାଲ ବିଂ ଅର୍ଗାନାଇଜ୍ଡ? ସରସ୍ ଖାଦ୍ୟ ମହୋତ୍ସବ କେଉଁଠାରେ ଆୟୋଜିତ ହେଉଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ନୂଆଦିଲ୍ଲୀଠାରେ ସରସ୍ ଖାଦ୍ୟ ମହୋତ୍ସବ ଅନୁଷ୍ଠିତ ହେଉଛି। ପରବର୍ତ୍ତୀ ପ୍ରଶ୍ନ, ମାଧବ ନ୍ୟାସନାଲ୍ ପାର୍କ ୱିଲ୍ ବିକମ୍ ଦ 8th ଟାଇଗର ରିଜର୍ଭ ଅଫ୍ ହ୍ୱିଚ୍ ଷ୍ଟେଟ୍? ମାଧବ ଜାତୀୟ ଉଦ୍ୟାନ କେଉଁ ରାଜ୍ୟର ଅଷ୍ଟମ ବାଘ ସଂରକ୍ଷଣ ହେବ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ମଧ୍ୟପ୍ରଦେଶ। ପରବର୍ତ୍ତୀ ପ୍ରଶ୍ନ, ରାତାପାନି ୱାଇଲ୍ଡ ଲାଇଫ୍ ସେଞ୍ଚୁରୀ ହାଜ୍ ବିନ୍ ଡିକ୍ଲାର୍ଡ ଆଜ୍ ଦ 8th ଟାଇଗର ରିଜର୍ଭ ଅଫ୍ ହ୍ୱିଚ୍ ଷ୍ଟେଟ୍? କେଉଁ ରାଜ୍ୟର ଅଷ୍ଟମ ଟାଇଗର ରିଜର୍ଭ ଭାବରେ ରାତାପାନି ବନ୍ୟପ୍ରାଣୀ ଅଭୟାରଣ୍ୟ ଘୋଷଣା କରାଯାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ମଧ୍ୟପ୍ରଦେଶ। ପରବର୍ତ୍ତୀ ପ୍ରଶ୍ନ, ହ୍ୱିଚ୍ ଇଣ୍ଡିଆନ୍ ଷ୍ଟେଟ୍ ହାଜ୍ ରିସେଣ୍ଟଲି ବିନ୍ ଡିକ୍ଲାର୍ଡ ବାଇ ୟୁନେସ୍କୋ ଆଜ୍ ଦ ଟପ୍ ଡେଷ୍ଟିନେସନ୍ ଫର୍ ହେରିଟେଜ୍ ଟୁରିଜମ୍? କେଉଁ ଭାରତୀୟ ରାଜ୍ୟକୁ ୟୁନେସ୍କୋ ଦ୍ୱାରା ଐତିହ୍ୟ ପର୍ଯ୍ୟଟନ ପାଇଁ ଶୀର୍ଷ ଗନ୍ତବ୍ୟସ୍ଥଳ ଭାବେ ଘୋଷଣା କରାଯାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ୱେଷ୍ଟବେଙ୍ଗଲ। ପରବର୍ତ୍ତୀ ପ୍ରଶ୍ନ, ରିସେଣ୍ଟଲି USA provided how many million dollars worth of military aid to Ukraine? ସମ୍ପ୍ରତି ଆମେରିକା ୟୁକ୍ରେନକୁ କେତେ ମିଲିୟନ ଡଲାର ମୂଲ୍ୟର ସାମରିକ ସହାୟତା ଯୋଗାଇ ଦେଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି 725 ମିଲିୟନ ଡଲାର। ପରବର୍ତ୍ତୀ ପ୍ରଶ୍ନ, ହ୍ୱିଚ୍ ଆୱାର୍ଡ was given to Bihar Pavilion in the 43 Indian International Trade Fair? 43ତମ ଭାରତୀୟ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିହାର ପାଭିଲିୟନକୁ କେଉଁ ପୁରସ୍କାର ପ୍ରଦାନ କରାଯାଇଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଗୋଲ୍ଡ। ପରବର୍ତ୍ତୀ ପ୍ରଶ୍ନ, ହ୍ୱିଚ୍ ସିଟି ଇଜ୍ ହୋଷ୍ଟିଂ ଦ ୱାର୍ଲ୍ଡ ମ୍ୟାରିଟାଇମ୍ କନଫରେନ୍ସ 2024? କେଉଁ ସହର ବିଶ୍ୱ ସାମୁଦ୍ରିକ ସମ୍ମିଳନୀ 2024 ଆୟୋଜନ କରୁଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଚେନ୍ନାଇ। ଚେନ୍ନାଇ ସହର ବିଶ୍ୱ ସାମୁଦ୍ରିକ ସମ୍ମିଳନୀ 2024 ଆୟୋଜନ କରୁଛି।